କହିବେ ଏଇ କଥା ମା ସମାଜରେ ଅନେକ ଲୋକ ଅଛନ୍ତି ମୁଁ ଜାଣିଛି ମୁଁ ଏ କ୍ଷେତ୍ରରେ ପାଦ ଦେଲେ କିଏ କେତେ କଥା କହିବେ ହେଲେ ମା ଯୋଉ ସମାଜର ଲୋକ ଆଜି ଆମକୁ ଅପବାଦ କରିବେ ମୁଁ ଯେତେବେଳେ ସଫଳତା ପାଇବି ସେଇ ସମାଜର ଲୋକ ବା ବା କହି ସମ୍ବୋଧନ କରିବେ ଆଉ ତୁ କହୁଛୁ ଏଇ ସମାଜର ଲୋକ ପାଇଁ ମୁଁ ମୋ ନିଜ ପ୍ରତିଭାକୁ ଲୋକଲୋଚନକୁ ଆଣିବିନି ହେଲେ କ'ଣ ପାଇଁ ମା ମା କହିଲୁ ଦେଖି ମୁଁ ଯେତେବେଳେ ଗୋଟେ ବଡ଼ ଆକ୍ଟରଟେ ହେଇଯିବି ତତେ କ'ଣ ଖୁସି ଲାଗିବନି ତୁ ଯେତେବେଳେ ବାଟରେ ଯାଉଥିବୁ ଏଇ ସମାଜର ଲୋକ ତତେ କହିବେ ଦେଖ ଆକ୍ଟର ସ୍ୱୀକୃତିଙ୍କ ମା ଯାଉଛନ୍ତି ତୁ କ'ଣ ମୋ ପାଇଁ ଗର୍ବ କରିବୁନି ମା ଦୟାକର ମା ରାଜି ହେଇଯା ମୋତେ ପ୍ଲିଜ୍ ସେଥିରେ ପାର୍ଟିସିପେଟ୍ କରିବାକୁ ଦେ ତୁ ସତ କହିଲୁ ମା ମୁଁ ଏଥିରେ ପାର୍ଟିସିପେଟ୍ କରିବି ହଁ ମୁଁ ଏଥିରେ ନିଶ୍ଚିତ ପାର୍ଟିସିପେଟ୍ କରିବି ଆଉ ମୁଁ ତତେ ପ୍ରମିସ୍ କରୁଛି ମା ଗୋଟେ ଭଲ ଆକ୍ଟର ହେଇ ମୁଁ ତୋ ଆଗରେ ଆସି ଠିଆ ଅଛି ଦିନର ଅନ୍ତ ପରେ ଆମେ ଆମ ପାଖରେ ପାଇସାରିଛୁ ଆମ ରଜ ସୁନ୍ଦରୀଙ୍କୁ ଯାହାକୁ କି ଏ ସମାଜ କହିବ ରଜ ସୁନ୍ଦରୀ 2024 ସେ ଟ୍ୟାଗଟି ଯାହାକୁ ମିଳିବ ସେ ହେଉଛନ୍ତି ସ୍ୱୀକୃତି ପ୍ରିୟଦର୍ଶିନୀ ମୋ ମାର ସ୍ୱପ୍ନ ପୂରଣ ହେଇଛି ଆଜି ଏତେ ଦିନ ପରେ ମୋ ସ୍ୱପ୍ନ ପୂରଣ ହେଇଛି ମୁଁ ଯାଏ ଏକଥା ମୁଁ ମୋ ମାକୁ କହିବି ମା ମା ଦେଖିଲୁଣି ସିଧା ଟିଭି ମୁଁ ରଜ ସୁନ୍ଦରର ୱିନର ହେଇଛି ଆଜି ତୋ ଝିଅ ରଜ ସୁନ୍ଦରର ୱିନର ତୁ କ'ଣ ଏଥିରେ ଖୁସି ନାହୁଁ ଦେଖିଲୁ ତ ମା ତୁ ସେଦିନ କହୁଥିଲୁ ନା ସମାଜର ଲୋକ କ'ଣ କହିବେ ଏ ଦୁନିଆ କ'ଣ କହିବ ମୁଁ ଯଦି ସେଇ କଥା ମାନି ଆଜି ସେ କମ୍ପିଟିସନରେ ପାର୍ଟିସିପେଟ୍ ନ କରିଥାନ୍ତି ତାହେଲେ ମୁଁ ଆଜି ଏ ସ୍ଥାନରେ ନଥାନ୍ତି ଏ ଦୁନିଆ ମୋତେ ଜାଣିପାରିନଥାନ୍ତା ଆଜ୍ଞା ହଁ ଏଇଟା ଖାଲି ମୋର କାହାଣୀ ନୁହେଁ ଇଏ ଗୋଟାଏ ସ୍ୱୀକୃତି ନୁହେଁ ବଣର ମଲ୍ଲି ଯେପରି ବଣରେ ଫୁଟି ସେଇଠାରୁ ତାର ସୁଗନ୍ଧିତ ବାସ୍ନା ବଣରେ ହିଁ ହଜିଯାଏ ସେ ଯେପରି ବଣରେ ଝଡ଼ି ପଡ଼େ ସେହିପରି ଅନେକ ପ୍ରତିଭା ଅଛନ୍ତି ଯେଉଁମାନଙ୍କୁ କି ନିଜର ପ୍ରତିଭାକୁ ପରିଦର୍ଶନ କରିବା ପାଇଁ ସମୟ ମିଳୁନି ଗୋଟେ ସୁଯୋଗ ମିଳୁନି କେବଳ ଏହି ସମାଜର ଲୋକ ପାଇଁ ଆଜ୍ଞା ଏଇ ଅଭିନୟ କ୍ଷେତ୍ର ଖରାପ ନୁହେଁ ଖରାପ ହେଉଛି ମାନବର ଚିନ୍ତାଧାରା ଏଇ ମାନବ ସମାଜ ଏଇ କଳଙ୍କିତ କରିଦେଇଛି ଆମ ଓଡ଼ିଶାର କଳା ସଂସ୍କୃତିକୁ ଆସନ୍ତୁ ବଦଳି ଯିବା ଆମେ ନିଜ ପିଲାଙ୍କୁ ଗୋଟାଏ ଛୋଟ ସୁଯୋଗ ଦିଅନ୍ତୁ ତାଙ୍କୁ ଲୋକ ସମ୍ମୁଖକୁ ଆଣିବା ପାଇଁ ତାଙ୍କ ପ୍ରତିଭାକୁ ପରିସ୍ଫୁଟନ କରିବା ପାଇଁ କ'ଣ ପାଇଁ ଆମେ ତାଙ୍କୁ ନିଜ ସ୍ୱପ୍ନର ଦୁନିଆଠାରୁ ଦୂରରେ ରଖିବା ଆସନ୍ତୁ ଗୋଟେ ଛୋଟ ସୁଯୋଗ ଦେବା ଆମ ନିଜ ଚିନ୍ତାଧାରାକୁ ଆଜି ବଦଳେଇ ଦେବା